ଓମ୍ ଶାନ୍ତି। 14 ମାର୍ଚ୍ଚ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବବାବା କହୁଛନ୍ତି, ମିଠେ ବଚେ ତୁମମାନଙ୍କର ମୁଖମଣ୍ଡଳ ସର୍ବଦା ପ୍ରସନ୍ନ ରହିବା ଦରକାର। ଆମକୁ ଭଗବାନ ପାଠ ପଢ଼ାଉଛନ୍ତି। ଏହି ଖୁସି ତୁମ ଚେହେରାରେ ଚମକିବା ଦରକାର। ତୁମମାନଙ୍କର ମୁଖମଣ୍ଡଳ ସର୍ବଦା ପ୍ରସନ୍ନ ରହିବା ଦରକାର। ଆମକୁ ଭଗବାନ ପାଠ ପଢ଼ାଉଛନ୍ତି। ଏହି ଖୁସି ତୁମ ଚେହେରାରେ ଚମକିବା ଦରକାର। ପ୍ରଶ୍ନ: ବର୍ତ୍ତମାନ ତୁମମାନଙ୍କର ମୁଖ୍ୟ ପୁରୁଷାର୍ଥ କ'ଣ? ବର୍ତ୍ତମାନ ତୁମମାନଙ୍କର ମୁଖ୍ୟ ପୁରୁଷାର୍ଥ କ'ଣ? ଉତ୍ତର: ତୁମେମାନେ ଦଣ୍ଡରୁ ମୁକ୍ତି ପାଇବାର ହିଁ ପୁରୁଷାର୍ଥ କରୁଛ। ସେଥିପାଇଁ ମୁଖ୍ୟ ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ। ତୁମେମାନେ ସ୍ନେହର ସହିତ ବାବାଙ୍କୁ ସ୍ମରଣ କରିଚାଲ, ତେବେ ବହୁତ ରୋଜଗାର ଜମା ହୋଇ ଚାଲିବ। ସକାଳୁ ସକାଳୁ ଉଠି ଯୋଗରେ ବସିଲେ ପୁରୁଣା ଦୁନିଆ ଭୁଲି ହୋଇଯିବ। ଜ୍ଞାନର କଥା ସବୁ ବୁଦ୍ଧିରେ ଆସିବ। ତୁମମାନଙ୍କୁ ମୁଖ ଦ୍ୱାରା ପୁରୁଣା ଦୁନିଆର କୌଣସି ମୂଲ୍ୟହୀନ କଥା କହିବାର ନାହିଁ। ଗୀତ: ତୁମ୍ହେ ପାକେ ହମନେ ଜହାନ ପାଲିଆ। ଓମ୍ ଶାନ୍ତି। ଯେତେବେଳେ ଗୀତ ଶୁଣନ୍ତି, ସେହି ସମୟରେ ଅଧିକାଂଶ ସନ୍ତାନମାନେ ତାହାର ଅର୍ଥକୁ ବୁଝିପାରନ୍ତି ଏବଂ ବହୁତ ଖୁସି ହୋଇଯାଆନ୍ତି। ଭଗବାନ ମୋତେ ପଢ଼ାଉଛନ୍ତି, ଭଗବାନ ମୋତେ ବିଶ୍ୱର ବାସାଇ ଦେଉଛନ୍ତି। କିନ୍ତୁ ଏତେ ଖୁସିରେ କ୍ୱଚିତ କେହି ପିଲାମାନେ ରହିଥାନ୍ତି। ସେହି ସ୍ମୃତି ସ୍ଥାୟୀ ରହେ ନାହିଁ। ମୁଁ ବାବାଙ୍କର ହୋଇଛି, ବାବା ମୋତେ ପଢ଼ାଉଛନ୍ତି। ବହୁତ ଅଛନ୍ତି ଯେଉଁମାନଙ୍କର ଏହି ନିଶା ଚଢ଼େ ନାହିଁ। ଅନ୍ୟ ସତ୍ସଙ୍ଗ ଆଦିରେ କଥାମାନ ଶୁଣିଥାନ୍ତି, ସେମାନଙ୍କୁ ବି ଖୁସି ଲାଗିଥାଏ। ଏଠାରେ ତ ବାବା କେତେ ବଢ଼ିଆ ବଢ଼ିଆ କଥା ଶୁଣାଉଛନ୍ତି। ବାବା ପଢ଼ାଉଛନ୍ତି ଏବଂ ବିଶ୍ୱର ମାଲିକ କରୁଛନ୍ତି। ତେବେ ବିଦ୍ୟାର୍ଥୀମାନଙ୍କୁ କେତେ ଖୁସି ରହିବା ଉଚିତ? ଶରୀର ନିର୍ବାହ ପାଇଁ ପାଠ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ଯେତିକି ଖୁସି ରହେ, ଏଠିକାର ବିଦ୍ୟାର୍ଥୀମାନଙ୍କର ସେତିକି ଖୁସି ରହୁନାହିଁ। କାରଣ ବୁଦ୍ଧିରେ ଜ୍ଞାନ ଧାରଣ ହୋଇପାରୁନାହିଁ। ବାବା ବୁଝାଉଛନ୍ତି, ଏହିପରି ଗୀତ ସବୁ 4-5 ଥର ଲେଖାଏଁ ଶୁଣ। ବାବାଙ୍କୁ ଭୁଲିଗଲେ ପୁରୁଣା ଦୁନିଆ ଏବଂ ପୁରୁଣା ସମ୍ବନ୍ଧ ମନେ ପଡ଼ିଥାଏ। ସେହି ସମୟରେ ଏହିସବୁ ଗୀତ ଶୁଣିଲେ ବି ବାବାଙ୍କର ୟାଦ ଆସିଯିବ। ବାବା ଶବ୍ଦ କହିଲେ ସମ୍ପତ୍ତି ମଧ୍ୟ ମନେ ପଡ଼ିଯାଏ। ପାଠପଢ଼ା ଦ୍ୱାରା ସମ୍ପତ୍ତି ମିଳିଥାଏ। ତୁମେ ସାରା ବିଶ୍ୱର ମାଲିକ ହେବା ପାଇଁ ଶିବ ବାବାଙ୍କ ଠାରୁ ପାଠ ପଢ଼ୁଛ। ତେବେ ତୁମକୁ ଆଉ କ'ଣ ଦରକାର? ଏପରି ବିଦ୍ୟାର୍ଥୀମାନଙ୍କର କେତେ ଆନ୍ତରିକ ଖୁସି ରହିବା ଦରକାର। ରାତି ଦିନ ନିଦ ମଧ୍ୟ ଛାଡ଼ିଯିବ। ଏପରି ପିତା ଓ ଶିକ୍ଷକଙ୍କୁ ବିଶେଷ ଭାବରେ ଅନିଦ୍ରା ରହି ମଧ୍ୟ ମନେ ପକାଇବା ଦରକାର। ଯେପରି କେହି କାହା ପ୍ରେମରେ ମଜି ଯାଇଥିଲେ ଗଭୀର ଭାବେ ମନେ ପକାଇଥାନ୍ତି। ବାବାଙ୍କୁ ସେହିଭଳି ମନେ ପକାଅ। ଓହୋ, ମୋତେ ତ ବିଶ୍ୱର ବାସାଇ ମିଳୁଛି, କିନ୍ତୁ ମାୟା ୟାଦ କରିବାକୁ ଦିଏ ନାହିଁ। ମିତ୍ର ସମ୍ବନ୍ଧୀମାନଙ୍କର ୟାଦ ଆସିଯାଇଥାଏ। ବୁଦ୍ଧିରେ ସେମାନଙ୍କର ଚିନ୍ତନ ହିଁ ଚାଲିଥାଏ। ଅନେକଙ୍କୁ ପୁରୁଣା ପତିତ ଶରୀର ହିଁ ମନେ ପଡ଼ୁଥାଏ। ଯାହା ବାବା କହୁଛନ୍ତି, ତୁମେ ବିଶ୍ୱର ମାଲିକ ହେଉଛ, ବୁଦ୍ଧିରେ ସେଇ ନିଶା ରହେ ନାହିଁ। ସ୍କୁଲରେ ପଢ଼ିଲା ବାଲାଙ୍କର ଚେହେରା ପ୍ରସନ୍ନ ରହିଥାଏ। ଏଠାରେ ଭଗବାନ ପଢ଼ାଉଛନ୍ତି। ସେହି ଖୁସି କ୍ୱଚିତ କେତେକଙ୍କୁ ରହିଥାଏ। ନଚେତ ଖୁସିର ପାରଦ ବହୁତ ଉଚ୍ଚରେ ରହିବା ଦରକାର। ବେହଦର ପିତା ଆମକୁ ପଢ଼ାଉଛନ୍ତି, ଏହା ଭୁଲି ଯାଉଛନ୍ତି। ଏହା ମନେ ରହିଲେ ମଧ୍ୟ ବହୁତ ଖୁସି ରହିବ। କିନ୍ତୁ ଅତୀତର କର୍ମଭୋଗ ଏପରି ଅଛି, ଯାହାକି ବାବାଙ୍କୁ ୟାଦ କରୁ ହିଁ ନାହାନ୍ତି। ବୁଦ୍ଧି ପୁଣି ସେହି ଆବର୍ଜନା ଆଡ଼େ ଚାଲିଯାଏ। ଏକଥା ବାବା ସମସ୍ତଙ୍କ ପାଇଁ ତ କହୁନାହାନ୍ତି, କ୍ରମାନୁସାରେ ଅଛନ୍ତି। ମହାନ ସୌଭାଗ୍ୟଶାଳୀ ସିଏ
ଯିଏ ବାବାଙ୍କ ସ୍ମୃତିରେ ରୁହନ୍ତି। ଭଗବାନ ବାବା ଆମକୁ ପଢ଼ାଉଛନ୍ତି। ଯେପରି ସେହି ପାଠପଢ଼ାରେ ମଧ୍ୟ ବୁଦ୍ଧିରେ ଥାଏ କି ଅମୁକ ଟିଚର ଆମକୁ ପାଠ ପଢ଼ାଇ ବାରିଷ୍ଟର କରୁଛନ୍ତି, ସେହିପରି ଏଇଠି ଆମକୁ ଭଗବାନ ପଢ଼ାଉଛନ୍ତି ଭଗବାନ ଭଗବତୀ କରିବା ପାଇଁ। ତେବେ କେତେ ନଶା ରହିବା ଦରକାର। ଶୁଣିବା ସମୟରେ ମଧ୍ୟ କେତେ ଜଣକୁ ନଶା ଚଢ଼ିଯାଏ। ବାକି ଦୁନିଆ ଲୋକେ ତ କିଛି ବି ବୁଝନ୍ତି ନାହିଁ। ବାସ୍ ଗୁରୁ କଲେ ଭାବନ୍ତି ଇଏ ଆମକୁ ସାଥିରେ ନେଇଯିବେ, ଭଗବାନଙ୍କ ସହିତ ମିଶାଇବେ। ଶିବ ବାବା ସ୍ୱୟଂ ଭଗବାନ ନିଜ ସହିତ ମିଳନ କରାଉଛନ୍ତି, ପୁଣି ସାଥିରେ ନେଇଯିବେ। ମନୁଷ୍ୟ ଏଥିପାଇଁ ଗୁରୁ କରନ୍ତି ଯେ ଗୁରୁ ଆମକୁ ଭଗବାନଙ୍କ ପାଖକୁ ନେଇଯିବେ ବା ଶାନ୍ତିଧାମ ନେଇଯିବେ। ଇଏ ବାବା ସମ୍ମୁଖରେ ଆସି କେତେ ବୁଝାଉଛନ୍ତି। ତୁମେ ହେଉଛ ବିଦ୍ୟାର୍ଥୀ, ପଢ଼ାଉଥିବା ଟିଚରଙ୍କୁ ତ ମନେ ପକାଅ। କେହି ତ ବିଲକୁଲ ମନେ ପକାଉନାହାନ୍ତି। ଏକଥା ନ କହିବା ଭଲ। ଭଲ ଭଲ ପିଲାମାନେ ମଧ୍ୟ ୟାଦ କରୁନାହାନ୍ତି। ଶିବ ବାବା ଆମକୁ ପଢ଼ାଉଛନ୍ତି। ସିଏ ଜ୍ଞାନର ସାଗର ଅଟନ୍ତି, ଆମକୁ ସମ୍ପତ୍ତି ଦେଉଛନ୍ତି। ଏହା ମନେ ରହିଲେ ବି ଖୁସିର ପାରଦ ଚଢ଼ି ରହିବ। ବାବା ସମ୍ମୁଖରେ ବୁଝାଉଛନ୍ତି, ତଥାପି ମଧ୍ୟ ଖୁସି ରହୁନାହିଁ। ବୁଦ୍ଧି ଅନ୍ୟ ଆଡ଼େ ଚାଲିଯାଉଛି। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ଏହା ମୁଁ ଗ୍ୟାରେଣ୍ଟି କରୁଛି। ଏକା ବାବାଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଅ ନାହିଁ। ବିନାଶ ହେଉଥିବା ଜିନିଷକୁ କାହିଁକି ମନେ ପକାଇବ? ଏଠାରେ କେହି ମରିଗଲେ 2-4 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ମନେ ପକାଇଥାନ୍ତି, ତାଙ୍କର ଗୁଣଗାନ କରୁଥାନ୍ତି। ତେବେ ଏବେ ବାବା ସମ୍ମୁଖରେ ସନ୍ତାନମାନଙ୍କୁ କହୁଛନ୍ତି ଯେ ମୋତେ ମନେ ପକାଅ। ଯିଏ ଯେତେ ସ୍ନେହରେ ମନେ ପକାଇଥାଏ ସେତିକି ପାପ ମଧ୍ୟ କଟିଥାଏ ଏବଂ ବହୁତ ରୋଜଗାର ମଧ୍ୟ ହୋଇଥାଏ। ତେଣୁ ସକାଳୁ ଉଠି ବାବାଙ୍କୁ ମନେ ପକାଅ। ଭକ୍ତି ମଧ୍ୟ ସକାଳୁ ଉଠି କରିଥାନ୍ତି। ତୁମେ ହେଉଛ ଜ୍ଞାନ ମାର୍ଗର ଯାତ୍ରୀ। ତୁମକୁ ପୁରୁଣା ଦୁନିଆର ମୂଲ୍ୟହୀନ କାର୍ଯ୍ୟରେ ବାନ୍ଧି ହେବାର ନାହିଁ। କିନ୍ତୁ ପିଲାମାନେ ଏପରି ବାନ୍ଧି ହୋଇଯାଆନ୍ତି, ନ କହିବା ଭଲ। ଅଳିଆ ଆବର୍ଜନାରୁ ବାହାରୁ ନାହାନ୍ତି। ସାରା ଦିନ ଫାଲତୁ କଥା ହିଁ କହୁଥାନ୍ତି। ଜ୍ଞାନର କଥା ବୁଦ୍ଧିରେ ଆସୁ ହିଁ ନାହିଁ। କେହି ତ ଏପରି ମଧ୍ୟ ସନ୍ତାନ ଅଛନ୍ତି ଯିଏ ସାରା ଦିନ ସେବାରେ ତତ୍ପର ଥାନ୍ତି। ଯିଏ ବାବାଙ୍କର ସେବା କରନ୍ତି, ସିଏ ମଧ୍ୟ ବାବାଙ୍କୁ ମନେ ପଡ଼ନ୍ତି। ଏହି ସମୟରେ ସେବାରେ ସବୁଠାରୁ ଅଧିକ ତତ୍ପର ମନୋହର ଦାଦି ଦେଖାଯାଉଛନ୍ତି। ଆଜି କର୍ଣ୍ଣାଲକୁ ସେବାରେ ଗଲେଣି ତ କାଲି ଆଉ କେଉଁଆଡ଼େ ଗଲେଣି। ସେବାରେ ସବୁବେଳେ ଧାଉଁଛନ୍ତି। ଯିଏ ପରସ୍ପର ମଧ୍ୟରେ ଲଢ଼ୁଛନ୍ତି, ସେମାନେ କି ସେବା କରୁଥିବେ? ବାବାଙ୍କୁ କିଏ ପ୍ରିୟ ଲାଗିବେ? ନିଶ୍ଚିତ ଯିଏ ଭଲ ସେବା କରିବେ, ତାଙ୍କର ଦିନରାତି ସେବାରେ ହିଁ ଚିନ୍ତା ରହିଥାଏ। ବାବାଙ୍କ ହୃଦୟରେ ସିଏ ହିଁ ରହିଥାନ୍ତି। ସର୍ବଦା ତୁମେ ଏପରି ଗୀତ ଶୁଣୁଥାଅ, ତେବେ ୟାଦ ମଧ୍ୟ ରହିବ। କିଛିଟା ନଶା ବି ଚଢ଼ିବ। ବାବା କହିଛନ୍ତି, ଯଦି କେତେବେଳେ କାହାକୁ ଦୁଃଖ ଆସିଯାଉଛି, ତେବେ ରେକର୍ଡ଼ ବଜାଇବା ଦ୍ୱାରା ଖୁସି ଆସିଯିବ। ଓହୋ, ମୁଁ ବିଶ୍ୱର ମାଲିକ ହେଉଛି। ବାବା ତ କହୁଛନ୍ତି କେବଳ ମୋତେ ମନେ ପକାଅ। କେତେ ସହଜ ପାଠପଢ଼ା। ବାବା ମଧ୍ୟ ଭଲ ଭଲ 10-12ଟି ରେକର୍ଡ଼ ଅର୍ଥାତ୍ ଜ୍ଞାନଯୁକ୍ତ ଗୀତ ବାଛି ବାଛି ବାହାର କରିଥିଲେ, ଯାହାକି ସମସ୍ତଙ୍କ ପାଖରେ ରହିବା ଉଚିତ। କିନ୍ତୁ ତଥାପି ମଧ୍ୟ ଭୁଲି ଯାଉଛନ୍ତି। କେହି ତ ପଢ଼ୁ ପଢ଼ୁ ପାଠପଢ଼ା ମଧ୍ୟ ଛାଡ଼ି ଦେଉଛନ୍ତି। ମାୟାର ଆଘାତ ଲାଗିଥାଏ। ବାବା ତମ ପ୍ରଧାନ ବୁଦ୍ଧିକୁ ସତ ପ୍ରଧାନ କରିବା ପାଇଁ କେତେ ସହଜ ଯୁକ୍ତି ବତାଉଛନ୍ତି। ଏବେ ତୁମକୁ ଠିକ୍ ଭୁଲ ଚିନ୍ତା କରିବାର ବୁଦ୍ଧି ମିଳିଛି। ବାବାଙ୍କୁ ମଧ୍ୟ ଡାକନ୍ତି, ହେ ପତିତ ପାବନ ଆସ। ଏବେ ବାବା ଆସିଛନ୍ତି, ତେବେ ପାବନ ହେବା ଦରକାର ନା? ତୁମ ମୁଣ୍ଡ ଉପରେ ଜନ୍ମ ଜନ୍ମାନ୍ତରର ବୋଝ ରହିଛି। ସେଥିପାଇଁ ଯେତିକି ୟାଦ କରିବ ସେତିକି ପବିତ୍ର ହେବ, ଖୁସି ମଧ୍ୟ ରହିବ।
ଯଦିଓ ସେବା କରୁଛ କିନ୍ତୁ ନିଜର ମଧ୍ୟ ହିସାବ ରଖିବାର ଅଛି। ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି, କେହି ରଖିପାରୁନାହାନ୍ତି। ଯଦିଓ ଜ୍ଞାନର ପଏଣ୍ଟ ସବୁ ଲେଖୁଛନ୍ତି କିନ୍ତୁ ବାବାଙ୍କୁ ମନେ ପକାଇବା ଭୁଲି ଯାଉଛନ୍ତି। ବାବା କହୁଛନ୍ତି, ତୁମେ ମୋର ସ୍ମୃତିରେ ରହି ଭାଷଣ କର, ତେବେ ବହୁତ ଶକ୍ତି ମିଳିବ। ନଚେତ୍ ବାବା କହୁଛନ୍ତି, ମୁଁ ହିଁ ଯାଇ ବହୁତଙ୍କୁ ସାହାଯ୍ୟ କରିଥାଏ। କାହା ମଧ୍ୟରେ ପ୍ରବେଶ କରି ମୁଁ ଯାଇ ସେବା କରିଥାଏ। ସେବା ତ କରିବାର ଅଛି ନା। ଦେଖିଥାଏ ଯଦି କାହାର ଭାଗ୍ୟ ଖୋଲିବାର ଅଛି, ବୁଝାଇଲା ବାଲାର ଯଦି ଏତେ ବୁଦ୍ଧି ନାହିଁ, ତେବେ ମୁଁ ପ୍ରବେଶ କରି ସେବା କରିନିଏ। ପୁଣି କେହି କେହି ଲେଖିଥାନ୍ତି, ବାବା ହିଁ ଏହି ସେବା କରିଛନ୍ତି, ମୋର ତ ଏତେ ଶକ୍ତି ନାହିଁ, ବାବା ମୁରଲି ଚଲାଇଲେ। କାହାକୁ ପୁଣି ନିଜର ଅହଙ୍କାର ଆସିଯାଏ, ମୁଁ ଏପରି ଭଲ ବୁଝାଇଲି। ବାବା କହୁଛନ୍ତି, ମୁଁ କଲ୍ୟାଣ କରିବା ପାଇଁ ପ୍ରବେଶ କରେ। ପୁଣି ସେହି ସନ୍ତାନ ବ୍ରାହ୍ମଣୀଙ୍କ ଠାରୁ ମଧ୍ୟ ବୁଦ୍ଧିମାନ ହୋଇଯାଆନ୍ତି। ଯଦି କୌଣସି ନିର୍ବୋଧକୁ ସେବାରେ ପଠାଇବି, ତେବେ ସେହି ଜିଜ୍ଞାସୁ ଭାବିବେ, ଏହାଙ୍କ ଠାରୁ ତ ମୁଁ ଭଲ ବୁଝାଇ ପାରିବି, ଗୁଣ ବି ନାହିଁ, ଏହାଙ୍କ ଅପେକ୍ଷା ତ ମୋର ଅବସ୍ଥା ଭଲ ଅଛି। କେହି କେହି ସେବା କେନ୍ଦ୍ରର ମୁଖ୍ୟ ହୋଇ ରହିଥାନ୍ତି, ତେଣୁ ବଡ଼ ନଶା ଚଢ଼ିଯାଏ। ବହୁତ ଆଡ଼ମ୍ବରରେ ରହିଥାନ୍ତି। ବଡ଼ ଲୋକଙ୍କ ସହିତ ମଧ୍ୟ ତୁ ତୁ କରି କଥା କୁହନ୍ତି। ବାସ୍, ତାଙ୍କୁ ଦେବୀ ବୋଲି ସମ୍ବୋଧନ କରିଦେଲେ ସେଥିରେ ହିଁ ଖୁସି ହୋଇଯାଆନ୍ତି। ଏପରି ବି ବହୁତ ଅଛନ୍ତି, ଟିଚରଙ୍କ ଠାରୁ ମଧ୍ୟ ଷ୍ଟୁଡେଣ୍ଟ ହୁସିଆର ହୋଇଯାଆନ୍ତି। ପରୀକ୍ଷାରେ ପାସ୍ ତ କେବଳ ବାବା ହିଁ କରିଛନ୍ତି। ସିଏ ହିଁ ଜ୍ଞାନର ସାଗର ଅଟନ୍ତି। ତାଙ୍କ ଦ୍ୱାରା ତୁମେ ପଢ଼ି ପୁଣି ଅନ୍ୟକୁ ପଢ଼ାଉଛ। କେହି ତ ଭଲ ଭାବେ ଧାରଣ କରିନିଅନ୍ତି, କେହି ପୁଣି ଭୁଲି ଯାଆନ୍ତି। ସବୁଠାରୁ ଶ୍ରେଷ୍ଠ ଓ ମୁଖ୍ୟ କଥା ହେଉଛି ୟାଦର ଯାତ୍ରା। ବିକର୍ମ ବିନାଶ କିପରି ହେବ? କେତେକ ପିଲାଙ୍କର ତ ଏପରି ଚାଲିଚଳନ ରହିଛି, ଯାହାକି କେବଳ ଶିବ ବାବା ଜାଣନ୍ତି ଆଉ ବ୍ରହ୍ମା ବାବା ଜାଣନ୍ତି। ଏବେ ତୁମମାନଙ୍କୁ ଦଣ୍ଡରୁ ମୁକ୍ତ ହେବାର ମୁଖ୍ୟ ପୁରୁଷାର୍ଥ କରିବାର ଅଛି। ଏଥିପାଇଁ ମୁଖ୍ୟ ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ହିଁ ବିକର୍ମ ବିନାଶ ହୁଏ। ଯଦିଓ କେହି ଧନର ସହଯୋଗ କରିଥାନ୍ତି, ଭାବିଥାନ୍ତି ମୁଁ ସାହୁକାର ହେବି, କିନ୍ତୁ ଦଣ୍ଡରୁ ମୁକ୍ତ ହେବା ପାଇଁ ତ ପୁରୁଷାର୍ଥ କରିବାକୁ ହେବ, ନଚେତ୍ ବାବାଙ୍କ ସମ୍ମୁଖରେ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି କେହି ଜଜଙ୍କ ସନ୍ତାନ ଭୁଲ କାମ କରନ୍ତି, ତେବେ ଜଜଙ୍କୁ ମଧ୍ୟ ଲଜ୍ଜା ଲାଗିବ ନା। ବାବା ମଧ୍ୟ କହିବେ, ମୁଁ ଯାହାର ପାଳନା କରୁଛି ପୁଣି ତାଙ୍କୁ ଦଣ୍ଡ ଦେବି। ସେହି ସମୟରେ ମୁଣ୍ଡ ତଳକୁ କରି ହାୟ ହାୟ କରୁଥିବେ। ବାବା ଏତେ ବୁଝାଇଲେ ପଢ଼ାଇଲେ, ମୁଁ ଧ୍ୟାନ ଦେଲି ନାହିଁ। ବାବାଙ୍କ ସହିତ ଧର୍ମରାଜ ମଧ୍ୟ ଅଛନ୍ତି ନା। ସିଏ ତ ଜନ୍ମପତ୍ରୀ ବା କର୍ମ କାହାଣୀକୁ ଜାଣନ୍ତି। ଏବେ ତୁମେ ବାସ୍ତବରେ ଦେଖୁଛ, 10 ବର୍ଷ ପବିତ୍ରତାର ବ୍ରତ ପାଳନ କଲେ, ହଠାତ୍ ମାୟା ଏପରି ମୁଥ ମାରିଲା, କରିଥିବା ରୋଜଗାର ସବୁ ନଷ୍ଟ ହୋଇଗଲା, ପୁଣି ପତିତ ହୋଇଗଲେ। ଏପରି ବହୁତ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ବହୁତ ଅଧୋଗତି ହେଉଛି। ମାୟାର ତୋଫାନରେ ସାରା ଦିନ ହଇରାଣ ହେଉଛନ୍ତି, ପୁଣି ବାବାଙ୍କୁ ହିଁ ଭୁଲି ଯାଉଛନ୍ତି। ବାବାଙ୍କ ଠାରୁ ଆମକୁ ବେହଦର ବାସାଇ ମିଳୁଛି, ସେଇ ଖୁସି ରହୁନାହିଁ। କାମ ବିକାର ସହ ପୁଣି ମୋହ ମଧ୍ୟ ଅଛି। ଏଥିରେ ନଷ୍ଟ ମୋହା ହେବାକୁ ପଡ଼ିବ। ପତିତଙ୍କ ସହିତ କ'ଣ ବୁଦ୍ଧି ଲଗାଇବାର ଅଛି? ହଁ, ଏହି ଭାବନା ରଖିବାର ଅଛି ଯେ ଏହାକୁ ମଧ୍ୟ ବାବାଙ୍କର ପରିଚୟ ଦେବି। ଏହାକୁ କିପରି ଶିବାଳୟ ପାଇଁ ଯୋଗ୍ୟ କରିବି। ମନ ଭିତରେ ଏପରି ଉପାୟ ଚିନ୍ତା କର। ଏହା ମୋହର କଥା ନୁହେଁ। ଯେତେ ବି ସ୍ନେହୀ ସମ୍ବନ୍ଧୀ ହୁଅନ୍ତୁ, ତାଙ୍କୁ ମଧ୍ୟ ବୁଝାଉଥାଅ। କାହା ପ୍ରତି ମଧ୍ୟ ଆନ୍ତରିକ ସ୍ନେହର ଆକର୍ଷଣ ନ ରହୁ, ନଚେତ୍ ସୁଧୁରିବେ ନାହିଁ। ଦୟାଳୁ ହେବା ଦରକାର। ନିଜ ପ୍ରତି ମଧ୍ୟ ଦୟା କରିବାର ଅଛି ଏବଂ ଅନ୍ୟମାନଙ୍କ ପ୍ରତି ମଧ୍ୟ ଦୟା କରିବାର ଅଛି। ବାବାଙ୍କୁ ମଧ୍ୟ ଦୟା ଲାଗେ। ଦେଖିବାର ଅଛି ମୁଁ କେତେ ଜଣକୁ ନିଜ ସମାନ କରିଛି। ବାବାଙ୍କୁ ପ୍ରମାଣ ଦେବାକୁ ହେବ। ମୁଁ କେତେ ଜଣକୁ ପରିଚୟ ଦେଇଛି। ସେମାନେ ମଧ୍ୟ ଲେଖନ୍ତି, ବାବା, ଏହାଙ୍କ ଦ୍ୱାରା ମୋତେ ବହୁତ ଭଲ ପରିଚୟ ମିଳିଲା।
ବାବାଙ୍କ ପାଖକୁ ପ୍ରମାଣ ଆସୁ। ତେବେ ବାବା ବୁଝିବେ, ହଁ ଇଏ ସେବା କରୁଛନ୍ତି। ବାବାଙ୍କୁ ଲେଖନ୍ତୁ କି ଇଏ ଭଉଣୀ ବହୁତ ପାରଙ୍ଗମ, ବହୁତ ବଢ଼ିଆ ସେବା କରୁଛନ୍ତି, ଆମକୁ ଭଲ ପଢ଼ାଉଛନ୍ତି। ପୁଣି ଯୋଗରେ ପିଲାମାନେ ଫେଲ୍ ହୋଇଯାଆନ୍ତି। ୟାଦ କରିବାର ବୁଦ୍ଧି ନାହିଁ। ବାବା ବୁଝାଉଛନ୍ତି, ଯଦି ଭୋଜନ ଖାଉଛ ତେବେ ବି ଶିବ ବାବାଙ୍କୁ ସ୍ମରଣ କରି ଖାଅ। କେଉଁଠାକୁ ବୁଲାବୁଲି କରିବାକୁ ଯାଉଛ ତେବେ ବି ଶିବ ବାବାଙ୍କୁ ମନେ ପକାଉଥାଅ। ବ୍ୟର୍ଥ ବାର୍ତ୍ତାଳାପ କର ନାହିଁ। ଯଦି ବି କୌଣସି କଥା ଖିଆଲ ଆସେ ତଥାପି ବାବାଙ୍କୁ ମନେ ପକାଅ। ଯଦି କର୍ମଧନ୍ଦାର ଖିଆଲ ଆସିଲା ତାପରେ ପୁଣି ବାବାଙ୍କ ସ୍ମୃତିରେ ରୁହ। ବାବା କହୁଛନ୍ତି କର୍ମଧନ୍ଦା ମଧ୍ୟ କର, ନିଦ୍ରା ମଧ୍ୟ କର, ତା ସହିତ ଏହା ମଧ୍ୟ କର। ଅତି କମରେ 8 ଘଣ୍ଟା ପର୍ଯ୍ୟନ୍ତ ଯୋଗ ରହିବା ଉଚିତ। ଏହା ଅନ୍ତିମ ସମୟରେ ହୋଇଯିବ। ଧୀରେ ଧୀରେ ନିଜର ଚାର୍ଟ ବଢ଼ାଉଥାଅ। କେହି କେହି ଲେଖନ୍ତି 2 ଘଣ୍ଟା ସ୍ମୃତିରେ ରହିଛି, ପୁଣି ଚାଲୁ ଚାଲୁ ଚାର୍ଟ ଢିଲା ହୋଇଯାଏ। ସେତିକି ମଧ୍ୟ ମାୟା କରାଇ ଦିଏ ନାହିଁ। ମାୟା ବଡ଼ ଶକ୍ତିଶାଳୀ ଅଟେ। ଯିଏ ଏହି ସେବାରେ ସାରାଦିନ ବ୍ୟସ୍ତ ରହିବେ ସିଏ ଯୋଗ ମଧ୍ୟ କରିପାରିବେ। ସର୍ବଦା ବାବାଙ୍କର ପରିଚୟ ଦେଉଥିବେ। ବାବା ଯୋଗ ପାଇଁ ବହୁତ ଗୁରୁତ୍ୱ ଦେଉଛନ୍ତି। ନିଜେ ମଧ୍ୟ ଅନୁଭବ କରୁଛନ୍ତି, ମୁଁ ବାବାଙ୍କ ସ୍ମୃତିରେ ରହିପାରୁନାହିଁ। ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ। ପାଠପଢ଼ା ତ ବହୁତ ସହଜ। ବାବାଙ୍କ ଠାରୁ ଆମେ ପାଠ ବି ପଢ଼ୁଛୁ। ଯେତେ ଧନ ନେବ ସେତେ ସାହୁକାର ହେବ। ବାବା ତ ସମସ୍ତଙ୍କୁ ପଢ଼ାଉଛନ୍ତି ନା। ବାଣୀ ଅର୍ଥାତ ମୁରଲି ସମସ୍ତଙ୍କ ପାଖକୁ ଯାଉଛି। କେବଳ ତୁମେ ନୁହେଁ, ସମସ୍ତେ ପଢ଼ୁଛନ୍ତି। ଯଦି ବାଣୀ ନଯାଏ ତେବେ ସମସ୍ତେ ବିକଳ ହୋଇ ମଗାଇଥାନ୍ତି। କେହି ତ ପୁଣି ଏପରି ଅଛନ୍ତି ଯିଏ ଶୁଣନ୍ତି ହିଁ ନାହିଁ, ନିଜ ମନ ଇଚ୍ଛାରେ ହିଁ ଚାଲୁଥାନ୍ତି। ମୁରଲି ଶୁଣିବାର ଆଗ୍ରହ ରହିବା ଦରକାର। ଗୀତ କେତେ ଫାଷ୍ଟ କ୍ଲାସ୍ ଅଟେ। ବାବା ଆମେ ନିଜର ସମ୍ପତ୍ତି ନେବା ପାଇଁ ଆସିଛୁ କହୁଛନ୍ତି ନା। ବାବା ମୁଁ ଯେପରି ଯେମିତି କାଣି ହୁଏ ବା ଯେମିତି ହୁଏ ଆପଣଙ୍କର ହିଁ ଅଟେ। ତାହା ତ ଠିକ୍, କିନ୍ତୁ ବିକାରୀ ଜୀବନଠାରୁ ତ ଭଲ ହେବା ଦରକାର ନା। ସବୁର ମୂଳ ହେଉଛି ଯୋଗ ଏବଂ ପାଠପଢ଼ା। ବାବାଙ୍କର ହେବା ପରେ ଏହି ବିଚାର ସମସ୍ତଙ୍କୁ ଆସିବା ଉଚିତ ଯେ ମୁଁ ବାବାଙ୍କର ହୋଇଛି, ତେବେ ସ୍ୱର୍ଗରେ ନିଶ୍ଚୟ ଆସିବି। କିନ୍ତୁ ମୁଁ ସ୍ୱର୍ଗରେ କ'ଣ ହେବି ତାହା ମଧ୍ୟ ଚିନ୍ତା କରିବାର ଅଛି। ତେଣୁ ଭଲ ଭାବେ ପଢ଼ ଏବଂ ଦୈବୀଗୁଣ ଧାରଣ କର। ପୂର୍ବରୁ ଯେଉଁ ମାଙ୍କଡ଼ ସ୍ୱଭାବର ଥିଲ ସେହିଭଳି ଯଦି ରହିବ ତେବେ କି ପଦ ପାଇବ? ସେଠାରେ ବି ପ୍ରଜା, ଦାସ, ଦାସୀ ସବୁ ଦରକାର ନା। ପାଠୁଆଙ୍କର ଅପାଠୁଆ ବୋଝ ବୋହିବେ। ଯେତେ ପୁରୁଷାର୍ଥ କରିବ ସେତେ ଭଲ ସୁଖ ପାଇବ, ବହୁତ ଧନବାନ ହେବ, ତେବେ ସମ୍ମାନ ବହୁତ ମିଳିବ। ପାଠୁଆମାନଙ୍କୁ ସମ୍ମାନ ମିଳିଥାଏ। ବାବା ତ ରାୟ ଦେଉଛନ୍ତି, ବାବାଙ୍କ ସ୍ମୃତିରେ ଶାନ୍ତିରେ ରୁହ। କିନ୍ତୁ ବାବା ଜାଣନ୍ତି ସମ୍ମୁଖରେ ରହୁଥିବା ପିଲାମାନଙ୍କ ଠାରୁ ଦୂରରେ ରହୁଥିବା ପିଲାମାନେ ବହୁତ ସ୍ମୃତିରେ ରହୁଛନ୍ତି। ତେଣୁ ଭଲ ପଦ ପାଇବେ। ଭକ୍ତି ମାର୍ଗରେ ମଧ୍ୟ ଏପରି ହୁଏ। କେହି କେହି ଭଲ ଫାଷ୍ଟ କ୍ଲାସ୍ ଭକ୍ତ ଥାଆନ୍ତି, ଯିଏକି ଗୁରୁଙ୍କ ଠାରୁ ମଧ୍ୟ ଅଧିକ ସ୍ମୃତିରେ ରୁହନ୍ତି। ଯିଏ ବହୁତ ଭଲ ଭକ୍ତି କରିଥିବେ ସେମାନେ ହିଁ ଏଠାକୁ ଆସିବେ। ସମସ୍ତେ ଭକ୍ତ ଅଟନ୍ତି ନା। ସନ୍ନ୍ୟାସୀମାନେ ଆସିବେ ନାହିଁ। ସମସ୍ତ ଭକ୍ତମାନେ ଭକ୍ତି କରୁ କରୁ ଏହିଠାକୁ ଆସିଯିବେ। ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି, ତୁମେ ଜ୍ଞାନ ଧାରଣ କରୁଛ, ତେଣୁ ପ୍ରମାଣିତ ହେଉଛି ଯେ ତୁମେ ବହୁତ ଭକ୍ତି କରିଛ। ଅଧିକ ଭକ୍ତି କରିଥିବା ପିଲାମାନେ ଅଧିକ ପଢ଼ିବେ, କମ ଭକ୍ତି କରିଥିବା ପିଲାମାନେ କମ ପଢ଼ିବେ। ମୁଖ୍ୟ ମେହନତ ହେଉଛି ବାବାଙ୍କୁ ମନେ ପକାଇବା। ତେବେ ଯାଇ ବିକର୍ମ ବିନାଶ ହେବ ଏବଂ ତା ସହିତ ବହୁତ ମିଠା ମଧ୍ୟ ହେବାର ଅଛି। ଆଚ୍ଛା, ମିଠା ଶିଖିଲ ଧେ ସେବାଯୋଗ୍ୟ ବିଶ୍ୱସ୍ତ ଆଜ୍ଞାକାରୀ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ
ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। କେହି କେତେ ବି ପ୍ରିୟ ସମ୍ବନ୍ଧୀ ହୋଇଥାନ୍ତୁ, ତାଙ୍କ ପ୍ରତି ତିଳେ ମାତ୍ର ମୋହର ଆକର୍ଷଣ ଯିବା ଉଚିତ ନୁହେଁ। ତୁମକୁ ନଷ୍ଟମୋହା ହେବାର ଅଛି। ସେଥିପାଇଁ ବଡ଼ କାଇଦାରେ ବୁଝାଇବାକୁ ହେବ। ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ଦୟାଭାବ ରଖିବାକୁ ହେବ। 2 ନମ୍ବର, ପିତା ଏବଂ ଶିକ୍ଷକଙ୍କୁ ବହୁତ ସ୍ନେହରେ ସ୍ମରଣ କରିବାକୁ ହେବ। ତୁମ ଭିତରେ ଏହି ନିଶା ରହୁ ଯେ ଭଗବାନ ଆମକୁ ପଢ଼ାଉଛନ୍ତି, ବିଶ୍ୱର ବାସାଇ ଦେଉଛନ୍ତି। ସେଥିପାଇଁ ଚାଲିବା ବୁଲିବା ବେଳେ ମଧ୍ୟ ଯୋଗଯୁକ୍ତ ହୋଇ ରହିବାର ଅଛି ଏବଂ କୌଣସି ବ୍ୟର୍ଥ ବାର୍ତ୍ତାଳାପ କରିବାର ନାହିଁ। ବରଦାନ: ଅବିନାଶୀ ଆତ୍ମିକ ରଙ୍ଗର ସଚା ହୋଲି ଦ୍ୱାରା ବାବାଙ୍କ ସମାନ ସ୍ଥିତିର ଅନୁଭବୀ ହୁଅ। ଅବିନାଶୀ ଆତ୍ମିକ ରଙ୍ଗର ସଚା ହୋଲି ଦ୍ୱାରା ବାବାଙ୍କ ସମାନ ସ୍ଥିତିର ଅନୁଭବୀ ହୁଅ। ଡିଟେଲ୍ସ: ତୁମେମାନେ ପରମାତ୍ମା ରଙ୍ଗରେ ରଞ୍ଜିତ ହୋଇଥିବା ହୋଲି ଅର୍ଥାତ୍ ପବିତ୍ର ଆତ୍ମା ଅଟ। ସଙ୍ଗମ ଯୁଗ ହେଉଛି ହୋଲି ଜୀବନଯାପନ କରିବାର ଯୁଗ। ଯେତେବେଳେ ତୁମ ଆତ୍ମାରେ ଅବିନାଶୀ ଆତ୍ମିକ ରଙ୍ଗ ଲାଗିଯାଏ, ସେତେବେଳେ ତୁମେ ସଦାକାଳ ପାଇଁ ବାବାଙ୍କ ସମାନ ହୋଇଯାଅ। ତେଣୁ ତୁମମାନଙ୍କର ହୋଲି ହେଉଛି ସଙ୍ଗର ରଙ୍ଗ ଦ୍ୱାରା ବାବାଙ୍କ ସମାନ ହେବା। ଏଭଳି ପକ୍କା ରଙ୍ଗ ଲାଗିବା ଦରକାର, ଯାହାକି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କ ସମାନ କରିଦେଉଥିବ। ତେଣୁ ପ୍ରତ୍ୟେକ ଆତ୍ମା ଉପରେ ଅବିନାଶୀ ଜ୍ଞାନର ରଙ୍ଗ, ୟାଦର ରଙ୍ଗ, ଅନେକ ଶକ୍ତିଗୁଡ଼ିକର ରଙ୍ଗ, ଗୁଣର ରଙ୍ଗ, ଶ୍ରେଷ୍ଠ ଦୃଷ୍ଟିବୃତ୍ତି ତଥା ଶୁଭ ଭାବନା, ଶୁଭ କାମନାର ଆତ୍ମିକ ରଙ୍ଗ ଚଢ଼ାଅ। ସ୍ଲୋଗାନ: ଦୃଷ୍ଟିକୁ ଅଲୌକିକ, ମନକୁ ଶୀତଳ, ବୁଦ୍ଧିକୁ ଦୟାଶୀଳ ତଥା ମୁଖକୁ ମଧୁର କର। ଦୃଷ୍ଟିକୁ ଅଲୌକିକ, ମନକୁ ଶୀତଳ, ବୁଦ୍ଧିକୁ ଦୟାଶୀଳ ତଥା ମୁଖକୁ ମଧୁର କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା: ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। 14 ନମ୍ବର, ସତ୍ୟତାର ଶକ୍ତି ସ୍ୱରୂପ ହୋଇ ନିଶାରେ କୁହ, ନିଶାରେ ଦେଖ, ଆମେ ସର୍ବଶକ୍ତିମାନ ସରକାରଙ୍କର ଅନୁଚର ଅଟୁ। ଏହି ସ୍ମୃତିରେ ଅଯଥାର୍ଥକୁ ଯଥାର୍ଥରେ ପରିଣତ କରିବାକୁ ହେବ। ସତ୍ୟକୁ ପ୍ରସିଦ୍ଧ କରିବାକୁ ହେବ, ଲୁଚେଇବାର ନାହିଁ। କିନ୍ତୁ ସଭ୍ୟତାର ସହିତ ନିଶା ରହୁକି ଆମେମାନେ ଶିବଙ୍କର ଶକ୍ତି ଅଟୁ। ହିମତେ ଶକ୍ତିୟାଁ ମଦତେ ସର୍ବଶକ୍ତିବାନ୍। ଓମ୍ ଶାନ୍ତି।